प्रश्न 1 उपसर्ग कहले कौन बुझुछ लेख। ଯେଉଁ ଅବ୍ୟୟ ପଦଗୁଡ଼ିକ ଧାତୁ ପୂର୍ବରୁ ବା ଧାତୁଜ ଶବ୍ଦ ପୂର୍ବରୁ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରିଥାନ୍ତି ସେଗୁଡ଼ିକୁ ଉପସର୍ଗ କୁହାଯାଏ। ପ୍ରଶ୍ନ 2 ଓଡ଼ିଆ ଭାଷାରେ ପ୍ରଚଳିତ ଉପସର୍ଗ ଗୁଡ଼ିକ କ'ଣ କ'ଣ? ଓଡ଼ିଆ ଭାଷାରେ ପ୍ରଚଳିତ ଉପସର୍ଗ ଗୁଡ଼ିକ ହେଲା ପ୍ର, ପରା, ଅପ୍, ସମ୍, ନି, ଅଧି, ସୁ, ନିର୍, ଦୂର୍, ଉତ୍, ଅତି, ପରି, ପ୍ରତି, ଅବ, ଅନୁ, ବି, ଅଭି, ଉପ, ଅପି ଏବଂ ଆ। ପ୍ରଶ୍ନ 3 ଉପସର୍ଗ ଦ୍ୱାରା କିପରି ମୂଳ ଅର୍ଥରେ ପରିବର୍ତ୍ତନ ଘଟେ ତହିଁର ଗୋଟିଏ ଉଦାହରଣ ଦିଅ। ଜି ଧାତୁର ଅର୍ଥ ହେଉଛି ଜୟ କରିବା। ପରା ଉପସର୍ଗ ଜି ଧାତୁ ତ ପରସର୍ଗ ଏସବୁ ସଂଯୁକ୍ତ ହୋଇ ପରାଜିତ ଶବ୍ଦ ହୋଇଛି। ଏଠାରେ ପରା ଉପସର୍ଗଟି ଜି ଧାତୁର ମୂଳ ଅର୍ଥରେ ପରିବର୍ତ୍ତନ ଆଣୁଛି। ପ୍ରଶ୍ନ 4 ଉପସର୍ଗ ପ୍ରୟୋଗରେ ମୂଳ ଅର୍ଥ କିପରି ବୈଶିଷ୍ଟ୍ୟଯୁକ୍ତ ହୁଏ ଲେଖ। ବଚନ ଶବ୍ଦର ଅର୍ଥ ହେଉଛି କଥା, ବାକ୍ୟ, ଉକ୍ତି ଇତ୍ୟାଦି। ଏହି ଶବ୍ଦଟି ସହିତ ପ୍ର ଉପସର୍ଗ ସଂଯୁକ୍ତ ହୋଇ ପ୍ରବଚନ ଶବ୍ଦ ସୃଷ୍ଟି ହୋଇଛି ଯାହାର ଅର୍ଥ ଉତ୍କୃଷ୍ଟ ବଚନ, ଉପଦେଶାତ୍ମକ ବାଣୀ, ହିତବାଣୀ, ଉପଦେଶ ବଚନ ଇତ୍ୟାଦି। ଏଠାରେ ବଚନ ଶବ୍ଦ ସହ ପ୍ର ଉପସର୍ଗ ସଂଯୁକ୍ତ ହୋଇ ସୃଷ୍ଟି ହୋଇଥିବା ନୂତନ ଶବ୍ଦ ପ୍ରବଚନ ମୂଳ ଶବ୍ଦ ବଚନର ଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରୁଛି। ପ୍ରଶ୍ନ 5 ଉପସର୍ଗ ଦ୍ୱାରା ସୃଷ୍ଟ ନୂତନ ଶବ୍ଦ କିପରି ମୂଳ ଅର୍ଥକୁ ଅନୁକରଣ କରେ ଲେଖ। କ୍ରୁ ଧାତୁର ଅର୍ଥ ହେଉଛି କରିବା। ଏହି ଧାତୁ ସହିତ ଅନୁ ଉପସର୍ଗ ଓ ଅନ ପରସର୍ଗ ସଂଯୁକ୍ତ ହୋଇ ଅନୁକରଣ ଶବ୍ଦଟି ସୃଷ୍ଟ ଯାହାର ଅର୍ଥ ନକଲକରଣ, ସଦୃଶ ଆଚରଣ ଇତ୍ୟାଦି। ଏଠାରେ ନୂତନ ଶବ୍ଦ ଅନୁକରଣ ମୂଳ ଧାତୁ କ୍ରୁର ଅର୍ଥକୁ ଅନୁକରଣ କରୁଛି। ପ୍ରଶ୍ନ 6 ନିମ୍ନଲିଖିତ ଶବ୍ଦଗୁଡ଼ିକର ଗଠନ ରୀତି ଦର୍ଶାଅ। ଏଠାରେ ଦିଆଯାଇଥିବା ଶବ୍ଦଗୁଡ଼ିକର ଗଠନ ରୀତି ଏହି ପ୍ରକାର ଅଟେ। ପ୍ରଦାନ ପ୍ର, ଦା, ଅନ, ପ୍ରତ୍ୟାଗମନ ପ୍ରତି, ଆ, ଗମ୍, ଅନ, ଆରକ୍ତ ଆ, ରକ୍ତ, ଅନୁରୂପ ଅନୁ, ରୂପ, ପରାସ୍ତ ପରା, ଅସ୍, ତ, ସନ୍ତାପ ସମ୍, ତପ୍, ଅ, ନିବୃତ ନି, ବୃ, ତ, ଅଧିଷ୍ଠାନ ଅଧି, ସ୍ଥା, ଅନ, ଦୁର୍ଜନ ଦୁର୍, ଜନ, ବିତୃଷ୍ଣା ବି, ତୃଷ୍ଣା। ପ୍ରଶ୍ନ 7 ନିମ୍ନଲିଖିତ ପ୍ରକୃତି ପ୍ରତ୍ୟୟରୁ ସୃଷ୍ଟ ଶବ୍ଦଗୁଡ଼ିକୁ ଲେଖ। ଆ, ଗମ୍, ଅନ, ଆଗମନ, ପ୍ରତି, ରୂପ, ପ୍ରତିରୂପ, ଅପ, କୃଷ୍, ଅ, ନିକୃଷ୍ଟ, ସମ୍, ଶ୍ରୁ, ଅ, ସଂସାର, ନି, କୃଷ୍, ତ, ନିକୃଷ୍ଟ, ଅଧି, କୃ, ଅ, ଅଧିକୃତ, ନିର୍, ଜଳ, ଅ, ନିର୍ଜଳ, ଦୁର୍, ଗନ୍ଧ, ଦୁର୍ଗନ୍ଧ, ଉତ୍, କ୍ଷିପ୍, ତ, ଉତ୍କ୍ଷିପ୍ତ, ଅତି, ଅଳ୍ପ, ଅତ୍ୟଳ୍ପ। ପ୍ରଶ୍ନ 8 ନିମ୍ନଲିଖିତ ଉପସର୍ଗ ଯୋଗ କରି ତିନୋଟି ଲେଖାଏଁ ଶବ୍ଦ ଗଠନ କର। ଉପସର୍ଗ ପରା ପରା, ହନ୍, ତ, ପରାହତ, ପରା, ଜି, ଅ, ପରାଜୟ, ପରା, ଅସ୍, ତ, ପରାସ୍ତ। ଉପସର୍ଗ ନି ନି, ବୃ, ତ, ନିବୃତ, ନି, ବାର, ଅନ, ନିବାରଣ, ନି, ଯୁଜ୍, ତ, ନିଯୁକ୍ତ। ଉପସର୍ଗ ନିର୍ ନିର୍, ମୂଳ, ନିର୍ମୂଳ, ନିର୍, ମଳ, ନିର୍ମଳ, ନିର୍, ଜନ୍, ଅ, ନିର୍ଜନ। ଉପସର୍ଗ ଉତ୍ ଉତ୍, କଳ୍, ଅ, ଉତ୍କଳ, ଉତ୍, କୁଚ୍, ଅ, ଉତ୍କଚ, ଉତ୍, ନମ୍, ତ, ଉନ୍ନତ। ଉପସର୍ଗ ପ୍ରତି ପ୍ରତିକୂଳ, ପ୍ରତିକୂଳ, ପ୍ରତି, ଧୂନ୍, ହର୍ଷଇ, ପ୍ରତିଧ୍ୱନି, ପ୍ରତି, ଉତ୍ତର, ପ୍ରତ୍ୟୁତ୍ତର। ଉପସର୍ଗ ବି ବି, ଫଳ, ବିଫଳ, ବି, ଜାତି, ବିଜାତି, ବି, ପକ୍ଷ, ବିପକ୍ଷ। ଉପସର୍ଗ ଉପ ଉପବନ, ଉପବନ, ଉପଗ୍ରହ, ଉପଗ୍ରହ, ଉପଗୁରୁ, ଉପଗୁରୁ। ଉପସର୍ଗ ଅନୁ ଅନୁରୂପ, ଅନୁରୂପ,
ଅନୁ ତପ୍ ଅ ଅନୁତାପ, ଅନୁକୂଳ ଅ ଅନୁକୂଳ। ପ୍ରଶ୍ନ 9 ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। ଡ୍ୟାସ୍ ଉପସର୍ଗଟି ସାଧାରଣତଃ ଭୂଷଣ ଅର୍ଥରେ ବ୍ୟବହୃତ ହୁଏ। ଏଠାରେ ବନ୍ଧନୀ ମଧ୍ୟରେ ରହିଛି ଅତି, ଅପି, ଅଧି, ଅଭି। ସଠିକ୍ ଉତ୍ତରଟି ହେଉଛି ଅପି। ପ୍ରଶ୍ନ 10 ତଳେ ଦିଆଯାଇଥିବା ଉପସର୍ଗ ମଧ୍ୟରୁ ଯେଉଁଟି ସମପର୍ଯ୍ୟାୟର ନୁହେଁ ତାହା ଅଲଗା କରି ଲେଖ। ଏଠାରେ ଉପସର୍ଗ ଗୁଡ଼ିକ ରହିଛି ଉତ୍, ଦୂର୍, ସମ୍, ସତ୍, ଅପ୍। ଏଗୁଡ଼ିକ ମଧ୍ୟରୁ ଯେଉଁ ଉପସର୍ଗଟି ସମପର୍ଯ୍ୟାୟର ନୁହେଁ ତାହା ହେଉଛି ସତ୍।